ଜୀବନରେ ଅସଫଳତା ଆସିଲେ ଭୟ କରନ୍ତୁ ନାହିଁ ବନ୍ଧୁଗଣ, କାରଣ ସେଇଠାରୁ ହିଁ ସଫଳତାର ପଥ ଆରମ୍ଭ ହୁଏ। ନମସ୍କାର ବନ୍ଧୁଗଣ, ମୁଁ ସାଗର, କଳାକାର ସାଗର ସଂଘ ମାଷ୍ଟ୍ରୋଲୋଜି ଜ୍ୟୋତିଷ ଜ୍ଞାନ ଆଣ୍ଡ କର୍ମ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜି ଆମେ ଆଲୋଚନା କରିବା କନ୍ୟା ରାଶିର ଜାତକ ଜାତିକାମାନଙ୍କ ପାଇଁ ଏହି ଏପ୍ରିଲ ମାସ 2026 ମସିହା କିପରି ରହିବ, ଗ୍ରହମାନଙ୍କର ସ୍ଥିତି କିପରି ରହିଛି, ନବଗ୍ରହମାନେ କି ଫଳ ଦେବେ, ସବୁକିଛି ସ୍ୱାସ୍ଥ୍ୟ, ଶିକ୍ଷା, ଲଭ୍ ରିଲେସନ୍, ଫାଇନାନ୍ସ, ମ୍ୟାରେଡ୍ ଲାଇଫ୍, ଜବ୍ ଅର୍ ପ୍ରଫେସନ୍ ଏବଂ ବିଜନେସ୍ ବିଷୟରେ ଡିଟେଲ୍ସରେ ଆଲୋଚନା କରିବା। ତେବେ ଆସନ୍ତୁ ସର୍ବପ୍ରଥମେ ଗ୍ରହ ଗୋଚର ଉପରେ ନଜର ପକାଇବା। ଆପଣଙ୍କର ରାଶିରୁ ଷଷ୍ଠ ଭାବରେ ରାହୁ ଏବଂ ବୁଧ ଅବସ୍ଥାନ କରିଛନ୍ତି। ସପ୍ତମରେ ଅଛନ୍ତି ଶନି, ରବି ଏବଂ ମଙ୍ଗଳ। ଅଷ୍ଟମରେ ଅଛନ୍ତି ଶୁକ୍ର। ଦଶମରେ ଅଛନ୍ତି ବୃହସ୍ପତି ମିଥୁନ ରାଶିରେ ଏବଂ କେତୁ ଅଛନ୍ତି ସିଂହ ରାଶିରେ ଦ୍ୱାଦଶରେ। ଏପ୍ରିଲ 11 ତାରିଖ ଠାରୁ ବୁଧ ଅବସ୍ଥାନ କରିବେ ସପ୍ତମ ଭାବରେ। ବନ୍ଧୁଗଣ, ଏହି ବିଚାର ଜନ୍ମରାଶି ଚନ୍ଦ୍ରରାଶିକୁ ଆଧାର କରି କରାଯାଇଛି। ଯେଉଁମାନଙ୍କର କନ୍ୟା ରାଶି ଓ କନ୍ୟା ଲଗ୍ନ, ସେମାନଙ୍କ ପାଇଁ ଏହି ଭିଡ଼ିଓ ଅଧିକ ଫଳପ୍ରଦ ହେବ ବୋଲି ଆମର ଆଶା ଓ ବିଶ୍ୱାସ। ସର୍ବପ୍ରଥମେ ଦେଖିବା ଆପଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଏହି ମାସରେ କିପରି ରହିବ। ଫାର୍ଷ୍ଟ ହାଉସ୍ ଆମର ଶରୀର, ଆମ ଇମ୍ୟୁନିଟିର ଭାବ। ଲଗ୍ନ ଭାବର ଅଧିପତି ହେଲେ ବୁଧ। ବୁଧ ଅଛନ୍ତି ରାହୁଯୁକ୍ତ ହୋଇକି ଷଷ୍ଠରେ। ଏପ୍ରିଲ 11 ପରେ ସପ୍ତମରେ ରହିବେ ଶନି, ରବି, ମଙ୍ଗଳଙ୍କ ସହିତ। ଛୋଟ ମୋଟ ରୋଗ ହେବାର ସମ୍ଭାବନା ରହିଛି। ଡାଇଜେସନ୍ ଇସ୍ୟୁ, ଗ୍ୟାସ୍, ଏସିଡ଼ିଟି ସମସ୍ୟା ରହିବ। ମୁଣ୍ଡବିନ୍ଧା ସାଙ୍ଗକୁ ଟେନସନ୍ ଅଧିକା ରହିପାରେ। କିନ୍ତୁ ବୃହସ୍ପତିଙ୍କର ଦୃଷ୍ଟି ଯେହେତୁ ଷଷ୍ଠ ଭାବକୁ ରହୁଛି, ବଡ଼ ରୋଗ ହେବାର ସେମିତି କିଛି ସମ୍ଭାବନା ନାହିଁ, ଅର୍ଥାତ୍ ରୋଗ ହେଲେ ମଧ୍ୟ ଶୀଘ୍ର ସୁସ୍ଥ ହେବେ। ଏପ୍ରିଲ 11 ପରେ ବୁଧ ଯେତେବେଳେ ସପ୍ତମରେ ରହିବେ, ରବି, ମଙ୍ଗଳ, ଶନିଙ୍କ ସହିତ, ଚାରୋଟି ଯାକ ଗ୍ରହଙ୍କର ଦୃଷ୍ଟି ଲଗ୍ନ ଭାବକୁ ପଡ଼ିବ। ଶରୀରରେ ଥକାପଣ ବଢ଼ିପାରେ। ଯେଉଁମାନଙ୍କର ହାର୍ଟ ରିଲେଟେଡ୍ ପ୍ରୋବ୍ଲେମ୍ ଅଛି, ବିପି ଅଛି, ସେମାନେ ଟିକେ ସତର୍କ ରହିବା ଦରକାର। ଇରିଟେସନ୍ ବଢ଼ିବ, ଅଧୈର୍ଯ୍ୟ ଲାଗିବ, ମୁଣ୍ଡ ସବୁବେଳେ ଗରମ ରହିବ। ଏହି ଏପ୍ରିଲ ମାସରେ ଅଧିକ ଚିନ୍ତା ରହିବ, ଓଭର ଥିଙ୍କିଂ ବଢ଼ିଯିବ। ରିଲେସନସିପ୍ ଏବଂ ଫ୍ୟାମିଲିକୁ ନେଇ ଟେନସନ୍ ରହିପାରେ। ଡିସିସନ୍ ନେବାରେ କନଫ୍ୟୁଜ୍ ହେବେ, ବେଳେବେଳେ ଭୁଲ ଡିସିସନ୍ ମଧ୍ୟ ନେଇଯାଇପାରନ୍ତି। କିନ୍ତୁ ମାସର ଶେଷ ଭାଗରେ ମାନସିକ ସ୍ଥିତି ଧୀରେ ଧୀରେ ସ୍ଥିର ହେବ। ଏହି ମାସରେ ମୁଖ୍ୟ ଶାରୀରିକ ଅସୁସ୍ଥତା ଯଦି କହିବି, ତେବେ ପେଟ ସମସ୍ୟା, ସ୍କିନ୍ ଆଲର୍ଜି, ଷ୍ଟ୍ରେସ୍ ରିଲେଟେଡ୍ ପ୍ରୋବ୍ଲେମ୍, ଜଏଣ୍ଟ ପେନ୍ କିମ୍ବା ମସଲ୍ ପେନ୍ ରହିବ। ସେମିତି କିଛି ମେଜର ହେଲ୍ଥ ଇସ୍ୟୁ ଦେଖାଉନି, କିନ୍ତୁ ଲେଜିନେସ୍ ଆଉ ଷ୍ଟ୍ରେସ୍ ଅଧିକ ହୋଇପାରେ। ଓଭରଅଲ୍ ଯଦି ଦେଖିବା, ତେବେ ଏହି ଏପ୍ରିଲ ମାସରେ କନ୍ୟା ରାଶି ପାଇଁ ହେଲ୍ଥ ମଧ୍ୟମ ଧରଣର ରହିବ। ଏବେ ଆଲୋଚନା କରିବା ଶିକ୍ଷା ବିଷୟରେ। ପଞ୍ଚମ ଭାବ ଶିକ୍ଷାର ଭାବ। ପଞ୍ଚମାଧିପତି ଶନି ଅଛନ୍ତି ସପ୍ତମରେ। ଶନି ପଞ୍ଚମପତି ହୋଇଥିବାରୁ ପାଠପଢ଼ାରେ ଗଭୀରତା ଏବଂ ଧୀରେ ଧୀରେ ସଫଳତା ମିଳିବ। ଶୀଘ୍ର ଫଳ ନ ମିଳିଲେ ମଧ୍ୟ ପରିଶ୍ରମର ଫଳ ନିଶ୍ଚିତ ଭାବରେ ମିଳିବ। ମଙ୍ଗଳଙ୍କ ସହିତ ଶନି ଏକାଠି ଥିବାରୁ କେବେ କେବେ ଆଙ୍ଗର ଇସ୍ୟୁ ବିଦ୍ୟାର୍ଥୀମାନଙ୍କ ପାଖରେ ଦେଖା ଦେଇପାରେ। ଅଧୈର୍ଯ୍ୟ ହୋଇପାରନ୍ତି, କନସେନ୍ଟ୍ରେସନ୍ ଲ୍ୟାକ୍ କରିପାରେ ପାଠପଢ଼ାରେ। ରବି ଯେହେତୁ ସପ୍ତମରେ ଅଛି ପଞ୍ଚମପତିଙ୍କ ସହିତ, କମ୍ପିଟେଟିଭ୍ ଏକ୍ଜାମ୍, ଗଭର୍ଣ୍ଣମେଣ୍ଟ ଏକ୍ଜାମ୍, ଲିଡରସିପ୍ ରିଲେଟେଡ୍ ଷ୍ଟଡ଼ିରେ ଆଗ୍ରହ ବଢ଼ିପାରେ ବିଦ୍ୟାର୍ଥୀମାନଙ୍କର। ଗ୍ରୁପ୍ ଷ୍ଟଡ଼ି ବା ଟିଚର୍ ଗାଇଡ଼ାନ୍ସ ନେଲେ ଭଲ ରେଜଲ୍ଟ ଆସିପାରେ। ଏହି ମାସରେ ବିଶେଷ କରି ଯେଉଁମାନେ ଟେକ୍ନିକାଲ୍ ସବଜେକ୍ଟ, ଇଞ୍ଜିନିୟରିଂ, ମେକାନିକାଲ୍, ମ୍ୟାଥମେଟିକ୍ସ, କମ୍ପିଟେଟିଭ୍ ଏକ୍ଜାମ୍ର ପ୍ରିପାରେସନ୍ କରୁଛନ୍ତି, ଭଲ ପରଫର୍ମାନ୍ସ ଦେଖାଇ ପାରିବେ। ସେହିପରି ନବମ ଭାବ ହେଉଛି ଉଚ୍ଚଶିକ୍ଷାର ଭାବ। ନବମ ଅଧିପତି ଶୁକ୍ର ଅଷ୍ଟମ ଭାବରେ ଅଛନ୍ତି। ଅଷ୍ଟମ ଭାବ ହିଡେନ୍ ନଲେଜକୁ ବୁଝାଉଛି। ରିସର୍ଚ୍ଚ, ଡିପ୍ ଷ୍ଟଡ଼ି, ହିଡେନ୍ ନଲେଜ ଉପରେ ଆଗ୍ରହ ବଢ଼ିବ। ଯେଉଁ ବିଦ୍ୟାର୍ଥୀମାନେ PhD କରୁଛନ୍ତି, ରିସର୍ଚ୍ଚ କରୁଛନ୍ତି, ସାଇକୋଲୋଜି, ଅକଲ୍ଟ, ମେଡ଼ିକାଲ, ଇନଭେଷ୍ଟିଗେସନ୍ ଟାଇପ୍ ଷ୍ଟଡ଼ି କରୁଛନ୍ତି, ସେମାନଙ୍କ ପାଇଁ ବହୁତ ଭଲ ସମୟ ହେବ। ଯେହେତୁ ଅଷ୍ଟମ ଭାବ ଦୁସ୍ଥାନ, ମଝିରେ ମଝିରେ ପାଠପଢ଼ାରେ ଅବଷ୍ଟାକଲ୍ ଆସିବ, ଡିଲେ ହୋଇପାରେ, ମେଣ୍ଟାଲ୍ ଷ୍ଟ୍ରେସ୍ ଅଧିକ ରହିବ। ଏମିତି ବି ହୋଇପାରେ ହଠାତ୍ ଷ୍ଟଡ଼ି ପ୍ୟାଟର୍ନ ଚେଞ୍ଜ ହୋଇପାରେ, ସବଜେକ୍ଟ ଚେଞ୍ଜ କରିବା ପାଇଁ ଭାବିପାରନ୍ତି କିମ୍ବା ରିସର୍ଚ୍ଚରେ ଅଧିକ ଟାଇମ୍ ଦେବେ। ଏଇଭଳି କିଛି ପରିସ୍ଥିତି ସୃଷ୍ଟି ହୋଇପାରେ। ଏପ୍ରିଲ 14 ପରେ ରବି ଉଚ୍ଚସ୍ଥ ରହିବେ ମେଷ ରାଶିରେ, ଶୁକ୍ରଯୁକ୍ତ ହେବେ। ଫଳରେ ହାୟର ଷ୍ଟଡ଼ିରେ କମ୍ପିଟିସନ୍ ବଢ଼ିବ। ଟିଚର ବା ପ୍ରଫେସରଙ୍କ ସହିତ ଇଗୋ କ୍ଲାସ୍ ହୋଇପାରେ। ଏକ୍ଜାମ୍ ପ୍ରିପାରେସନ୍ରେ ପ୍ରେସର ବଢ଼ିପାରେ। ଯଦି ପଜିଟିଭ୍ ସାଇଡ଼୍ ଦେଖିବା, ତେବେ ସ୍କଲାରସିପ୍ ମିଳିବାର ଯୋଗ ରହିଛି। ପ୍ରୋଜେକ୍ଟ ପ୍ରେଜେଣ୍ଟେସନ୍ରେ ଆପ୍ରିସିଏସନ୍ ମିଳିପାରେ।
ବାହାରେ ରହି ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଯେଉଁମାନେ ହଷ୍ଟେଲରେ ରହୁଛନ୍ତି, ଫରେନ୍ ଷ୍ଟଡି କରୁଛନ୍ତି, ଡିଷ୍ଟାନ୍ସରେ ରହି ଯେଉଁମାନେ ପଢ଼ୁଛନ୍ତି, ରିସର୍ଚ୍ଚ ବେସ୍ ଷ୍ଟଡିରେ ସକ୍ସେସ୍ ପାଇବେ। ଇଣ୍ଟର୍ନସିପ୍ ଅପରଚ୍ୟୁନିଟି ରହିବ। ନେଗେଟିଭ୍ ସାଇଡ୍ ଯଦି ଦେଖିବା ତେବେ ଲୋନଲିନେସ୍ ରହିବ, ହୋମ୍ ସିକନେସ୍ ରହିବ, ହେଲ୍ଥ ଇସ୍ୟୁ ସହିତ ଫାଇନାନ୍ସିଆଲ ପ୍ରେସର ବି ରହିବ। ବିଶେଷ କରି ଏପ୍ରିଲର ମଧ୍ୟମ ଭାଗ ପରେ ଏକ୍ସପେନ୍ସେସ୍ ବଢ଼ିପାରେ। ଯେଉଁ ବିଦ୍ୟାର୍ଥୀମାନେ ମେଡ଼ିକାଲ ଲାଇନ୍ରେ ଆଗକୁ ବଢ଼ିବାକୁ ଚାହୁଁଛନ୍ତି, ଫାର୍ମାସିଷ୍ଟ କରୁଛନ୍ତି, ସର୍ଜରୀ ଡିପାର୍ଟମେଣ୍ଟରେ ପଢ଼ୁଛନ୍ତି, ସାଇକୋଲୋଜି, ରିସର୍ଚ୍ଚ ଫିଲ୍ଡ, ଆଷ୍ଟ୍ରୋଲୋଜି, ଅକଲ୍ଟ, ବାୟୋଟେକ୍ନୋଲୋଜି, ଇନଭେଷ୍ଟିଗେସନ୍, ଫର୍ସେନିକ୍ ଷ୍ଟଡି ଏହି ସବୁଥିରେ ଯେଉଁମାନେ ଶିକ୍ଷା ଗ୍ରହଣ କରୁଛନ୍ତି ତାଙ୍କର ଭଲ ପ୍ରୋଗ୍ରେସ୍ ଦେଖାଉଛି। ଓଭରଅଲ୍ ଯଦି କହିବି ଏହି ମାସରେ ଏକ୍ଜାମ୍ ପ୍ରିପାରେସନ୍ ଡିପ୍ ହେବ, କିନ୍ତୁ ପ୍ରୋଗ୍ରେସ୍ ସ୍ଲୋ। ଲାଷ୍ଟ ମୁମେଣ୍ଟରେ ସଡନ୍ ଇମ୍ପ୍ରୁଭମେଣ୍ଟ ହେବ। ଭାଇବା ଇଣ୍ଟରଭ୍ୟୁରେ ପରଫର୍ମାନ୍ସ ଭଲ ହେବ। ବିଦ୍ୟାର୍ଥୀମାନଙ୍କ ପାଇଁ ଏହି ମାସରେ ସ୍ପେଶିଆଲ ଆଡ଼ଭାଇସ୍ ରହିବ କି ରୁଟିନ୍ ଷ୍ଟଡି ମେଣ୍ଟେନ୍ କରନ୍ତୁ, ହେଲ୍ଥ ଏବଂ ସ୍ଲିପ୍ ଠିକ୍ ରଖନ୍ତୁ, ପ୍ରଫେସରଙ୍କ ସହିତ ଆର୍ଗୁମେଣ୍ଟକୁ ଆଭଏଡ଼ କରନ୍ତୁ, ରିସର୍ଚ୍ଚ ୱାର୍କକୁ ପ୍ରାକ୍ଟିକାଲ ଷ୍ଟଡିକୁ ଇମ୍ପୋର୍ଟାନ୍ସ ଦିଅନ୍ତୁ। ଏବେ ଆଲୋଚନା କରିବା ଲଭ୍ ଲାଇଫ୍ ବିଷୟରେ। ପଞ୍ଚମ ଭାବ ଲଭ୍, ରୋମାନ୍ସ ଏବଂ ଆଟ୍ରାକ୍ସନର ଭାବ। ପଞ୍ଚମାଧିପତି ଶନି ଅଛନ୍ତି ସପ୍ତମରେ। ସପ୍ତମ ଭାବ ରିଲେସନସିପ୍, ମ୍ୟାରେଜର ଭାବ, ଲାଇଫ୍ ପାର୍ଟନରର ଭାବ। ପଞ୍ଚମାଧିପତି ଶନି ସପ୍ତମରେ ଥିବାରୁ କାଜୁଆଲ ଲଭ୍ କମ୍ ଏବଂ ସିରିୟସ୍ କମିଟମେଣ୍ଟ ବଢ଼ିବ। କେତେକ ବ୍ୟକ୍ତିବିଶେଷଙ୍କର ଲଭ୍ ରିଲେସନସିପ୍ ମ୍ୟାରେଜ୍ ଡିସ୍କସନ୍ ପର୍ଯ୍ୟନ୍ତ ଯାଇପାରେ। ଏପ୍ରିଲ 11 ପରେ ଲଗ୍ନାଧିପତି ବୁଧ ମଧ୍ୟ ପଞ୍ଚମାଧିପତି ଯୁକ୍ତ ହୋଇକି ସପ୍ତମରେ ରହିବେ। ପାର୍ଟନରଙ୍କ ସହିତ କଥାବାର୍ତ୍ତା, ମେସେଜ୍ ଏବଂ ମିଟିଂ ବଢ଼ିବ। ମିସ୍ଅଣ୍ଡରଷ୍ଟାଣ୍ଡିଂ ଥିଲେ ମଧ୍ୟ ସଲ୍ଭ ହେବାର ସମ୍ଭାବନା ରହିଛି। ଶନି ଏଠାରେ ରିଲେସନସିପ୍ରେ ରେସ୍ପନ୍ସିବିଲିଟି ଏବଂ ମ୍ୟାଚୁରିଟି ଆଣିବ। ଇମୋସନ୍ କମ୍ ରହିବ କିନ୍ତୁ ସିରିୟସନେସ୍ ବଢ଼ିବ। କିଛି ବ୍ୟକ୍ତିବିଶେଷଙ୍କ ପାଇଁ ଡିଷ୍ଟାନ୍ସ ରିଲେସନସିପ୍ର ସମ୍ଭାବନା ମଧ୍ୟ ରହିପାରେ, କିନ୍ତୁ ରିଲେସନସିପ୍ କମ୍ୟୁନିକେସନରେ ଚାଲିବ। ସମସ୍ୟା କିଛି ରହିପାରେ। ଶନି ଯେହେତୁ ସ୍ଲୋ ମୁଭିଂ ପ୍ଲାନେଟ୍, ତେଣୁ ଡିଲେ କିମ୍ବା ହେଜିଟେସନ୍ ହୋଇପାରେ। ଶନି ଏବଂ ମଙ୍ଗଳ ଦୁଇ ଜଣ ଯାକ ଏକାଠି ଥିବାରୁ ପଞ୍ଚମପତି ଯୁକ୍ତ ହୋଇକି ଓଭର ଥିଙ୍କିଂ ତ ରହିବ, ମିସ୍ଅଣ୍ଡରଷ୍ଟାଣ୍ଡିଂ ବି ଅଳ୍ପ ବହୁତ ରହିବ। ଯେଉଁମାନେ ଟିନ୍ ଏଜର ଅଛନ୍ତି ସେମାନଙ୍କ ପାଇଁ ଏହି ସମୟରେ ଆଟ୍ରାକ୍ସନ୍ ବଢ଼ିପାରେ। ଶନିର ପ୍ରଭାବରେ ରିଲେସନସିପ୍ ସ୍ଲୋ ଡେଭଲପ୍ ହେବ। ଏବେ ଆଲୋଚନା କରିବା ଫାଇନାନ୍ସ ବିଷୟରେ। ଦ୍ୱିତୀୟ ଭାବ ଧନର ଭାବ। ଦ୍ୱିତୀୟାଧିପତି ଶୁକ୍ର ଅଛନ୍ତି ଅଷ୍ଟମରେ, ଦୃଷ୍ଟି ଦେଉଛନ୍ତି ଦ୍ୱିତୀୟ ଭାବକୁ। ଅଚାନକ ଧନ ଆସିବ ଏବଂ ଅଚାନକ ଖର୍ଚ୍ଚ ବି ହୋଇଯିବ। ଇନ୍ସୁରାନ୍ସ, ଟ୍ୟାକ୍ସ, ଲୋନ୍ ମାଧ୍ୟମରେ ଧନ ଆସିବ। ସେଭିଙ୍ଗସରେ ଟିକେ ସମସ୍ୟା ହୋଇପାରେ। ଶୁକ୍ର ଯେହେତୁ ନିଜେ ନିଜ ଗୃହକୁ ଦେଖୁଛନ୍ତି, ଧନ ଆସିବାର ରାସ୍ତା ପୁରା ବନ୍ଦ ହେବ ନାହିଁ। ଯଦି ଆପଣ କାହାକୁ ଧାର ସୂତ୍ରରେ କିଛି ଟଙ୍କା ଦେଇଥିଲେ ଆଉ ଆଶା ଛାଡ଼ି ଦେଇଥିଲେ ଯେ ସେ ପଇସା ଆଉ ମିଳିବନି ବୋଲି, କିନ୍ତୁ ହଠାତ୍ ସେହି ପଇସା ଆପଣଙ୍କୁ ମିଳିବ। ବୃହସ୍ପତି ହେଉଛନ୍ତି ଧନକାରକ ଗ୍ରହ। ଦଶମରେ ଥିବାରୁ ଜବ୍ରୁ ଇନକମ୍ ବୃଦ୍ଧି ହେବ। ବୃହସ୍ପତିଙ୍କର ଦୃଷ୍ଟି ମଧ୍ୟ ଦ୍ୱିତୀୟ ଭାବକୁ ରହୁଛି, ଧନ ଭାବକୁ। ତେଣୁ ଜବ୍ରୁ, ପ୍ରଫେସନ୍ରୁ ଧନ ଆସିବ। ପ୍ରମୋସନ୍ ହୋଇପାରେ। ସାଲାରୀ ଇନକ୍ରିମେଣ୍ଟର ମଧ୍ୟ ଚାନ୍ସ ରହିଛି। ନଲେଜ୍, କନସଲ୍ଟିଂ, ଏଜୁକେସନ୍ ରିଲେଟେଡ୍ କାମରୁ ଲାଭ ମିଳିପାରେ। ଆଉ ହଁ, ରାହୁଙ୍କର ଦୃଷ୍ଟି ମଧ୍ୟ ଦ୍ୱିତୀୟ ଭାବକୁ ରହୁଛି। ଅନଏକ୍ସପେକ୍ଟେଡ୍ ଇନକମ୍ ହୋଇପାରେ। ଅନଲାଇନ୍, ଫରେନ୍ ସୋର୍ସ ଟେକ୍ନୋଲୋଜିରୁ ଇନକମ୍ ଆସିପାରେ, କିନ୍ତୁ ଫାଇନାନ୍ସିଆଲ ପ୍ଲାନିଂ ଭୁଲ ହେଲେ ଲସ୍ ମଧ୍ୟ ହୋଇପାରେ। ରାହୁ ଏଠି ସଡନ୍ ଗେନ୍ କରାଇବ, ଲସ୍ ବି କରିପାରେ। ଓଭରଅଲ୍ ଯଦି କହିବି ଏହି ଏପ୍ରିଲ ମାସ କନ୍ୟା ରାଶି ପାଇଁ ଇନକମ୍ରେ ସୁଯୋଗ ରହିବ। କ୍ୟାରିୟରରୁ ଧନ ଆସିବ। ଅନଏକ୍ସପେକ୍ଟେଡ୍ ଗେନ୍ ହୋଇପାରେ। ତା ସହିତ ସଡନ୍ ଏକ୍ସପେନ୍ସେସ୍ ସାଙ୍ଗକୁ ସେଭିଙ୍ଗସ୍ ମେଣ୍ଟେନ୍ କରିବା କଷ୍ଟକର ରହିବ। ଲୋନ୍ କିମ୍ବା ରିସ୍କ ଇନଭେଷ୍ଟମେଣ୍ଟରେ ସାବଧାନ ରହିବା ଦରକାର ଏହି ସମୟରେ। ଓଭରଅଲ୍ ଯଦି ଆର୍ଥିକ ସ୍ଥିତି କହିବି ତେବେ 60 ରୁ 70% ପଜିଟିଭ୍ ରହିବ ଏହି ମାସରେ। ଏବେ ଆଲୋଚନା କରିବା ବିବାହ ଓ ଦାମ୍ପତ୍ୟ ଜୀବନ ବିଷୟରେ। ସପ୍ତମ ଭାବ ବିବାହ ଓ ଦାମ୍ପତ୍ୟ ଜୀବନର ଭାବ। ସପ୍ତମ ଭାବର ଅଧିପତି ବୃହସ୍ପତି ଅଛନ୍ତି ଦଶମରେ, ମିଥୁନ ରାଶିରେ। ସପ୍ତମରେ ରବି, ମଙ୍ଗଳ, ଶନି ଏକା ସାଥିରେ ଥିବାରୁ ସମ୍ପର୍କରେ ଇଗୋ କ୍ଲାସ୍, ମିସ୍ଅଣ୍ଡରଷ୍ଟାଣ୍ଡିଂ ହୋଇପାରେ। ଛୋଟ ଛୋଟ କଥାକୁ ନେଇ ଆର୍ଗୁମେଣ୍ଟ ବଢ଼ିପାରେ। ବିଶେଷ କରି ଶନି ଥିବାରୁ ଡିଷ୍ଟାନ୍ସ ଫିଲିଂସ୍ ଏବଂ ସ୍ୱଭାବରେ ଜିଦି ଦେଖାଦେବ। ଶନି ଏଠାରେ ସମ୍ପର୍କକୁ ସିରିୟସ୍ ଏବଂ ରେସ୍ପନ୍ସିବୁଲ୍ କରିବ। ରବି, ମଙ୍ଗଳ ମଧ୍ୟ ସପ୍ତମରେ ଅଛନ୍ତି। ଲାଇଫ୍ ପାର୍ଟନର ଡୋମିନେଟିଂ ନେଚର ଦେଖାଇପାରନ୍ତି। କେବେ କେବେ ଆଙ୍ଗର ବା ଷ୍ଟବର୍ନ ବିହେଭିୟର ଦେଖାଯାଇପାରେ। ପାର୍ଟନର ଏନର୍ଜେଟିକ୍ ଏବଂ ଆକ୍ଟିଭ୍ ରହିବେ। ସପ୍ତମାଧିପତି ବୃହସ୍ପତି ଦଶମରେ ଯେହେତୁ ଅଛନ୍ତି, ଲାଇଫ୍ ପାର୍ଟନର କ୍ୟାରିୟର ଓରିଏଣ୍ଟେଡ୍ ହୋଇପାରନ୍ତି। ସ୍ପାଉସ୍ ଦ୍ୱାରା ସୋସିଆଲ ରେସ୍ପେକ୍ଟ ବା ସପୋର୍ଟ ମିଳିପାରେ।
ବିବାହ ପରେ କ୍ୟାରିୟରରେ ଗ୍ରୋଥ୍ ବଢ଼ିପାରେ। କିଛି ଜାତକ ଜାତିକା ୱାର୍କ ଫିଲ୍ଡରେ ରିଲେସନସିପ୍ରେ ଆସିପାରନ୍ତି ଆଉ ମ୍ୟାରେଜର ସମ୍ଭାବନା ମଧ୍ୟ ବଢ଼ିପାରେ। ଏପ୍ରିଲ 11 ପରେ ବୁଧ ଯିବେ ସପ୍ତମ ଭାବକୁ। କମ୍ୟୁନିକେସନ୍ ଇମ୍ପ୍ରୁଭ୍ ହେବ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମିସ୍ଅଣ୍ଡରଷ୍ଟାଣ୍ଡିଂ କମିବ। ଡିସ୍କସନ୍ ଦ୍ୱାରା ପ୍ରୋବ୍ଲେମ୍ ସଲ୍ଭ ହେବ। ଏପ୍ରିଲ ମାସର ସେକେଣ୍ଡ ହାଫ୍ରେ ଦାମ୍ପତ୍ୟ ସ୍ଥିତି ଟିକେ ବେଟର୍ ରହିବ। ଯେଉଁମାନେ ଅନମ୍ୟାରେଡ୍ ଅଛନ୍ତି ମ୍ୟାରେଜ୍ ଡିସ୍କସନ୍ ଷ୍ଟାର୍ଟ ହୋଇପାରେ। ଫ୍ୟାମିଲି ଦ୍ୱାରା ପ୍ରପୋଜାଲ୍ ଆସିବ, କିନ୍ତୁ ସପ୍ତମରେ ଶନି ଡିଲେ କରାଇବ। ଓଭରଅଲ୍ ଯଦି କହିବି ମାସ ଆରମ୍ଭରେ କିଛି ଟେନସନ୍ ଏବଂ ଏପ୍ରିଲ 11 ପରେ କମ୍ୟୁନିକେସନ୍ରେ ଇମ୍ପ୍ରୁଭ୍ ଆସିବ। ସ୍ପାଉସ୍ କ୍ୟାରିୟର ସପୋର୍ଟ ଦେବ। ଏବେ ଆଲୋଚନା କରିବା ଜବ୍ ଅର୍ ପ୍ରଫେସନ୍ ବିଷୟରେ। ଦଶମ ଭାବ କର୍ମର ଭାବ, ପେଶାର ଭାବ। ଏଠାରେ ବୃହସ୍ପତି ଥିବାରୁ କାର୍ଯ୍ୟକ୍ଷେତ୍ରରେ ସମ୍ମାନ ଓ ନୂଆ ଅବସର ମିଳିପାରେ। ନଲେଜ୍, ପ୍ଲାନିଂ ଏବଂ ଗାଇଡାନ୍ସ ଭିତ୍ତିକ କାମରେ ଭଲ ଫଳ ମିଳିବ। ସିନିୟର ଲୋକଙ୍କ ସହଯୋଗ ମିଳିପାରେ। କର୍ମାଧିପତି ବୁଧ ଷଷ୍ଠରେ ଥିବାରୁ ଜବ୍ ସେକ୍ଟରରେ କମ୍ପିଟିସନ୍ ବଢ଼ିବ। ପ୍ରତିଦ୍ୱନ୍ଦିତା ରହିଲେ ବି ଶେଷରେ ଆପଣଙ୍କର ଜିତିବାର ସମ୍ଭାବନା ରହିଛି। ସର୍ଭିସ୍ ସେକ୍ଟର, ଅଫିସ୍ ୱାର୍କ, କମ୍ୟୁନିକେସନ୍ ରିଲେଟେଡ୍ ଜବ୍ରେ ସଫଳତା ରହିଛି। ପ୍ରାଇଭେଟ୍ ସେକ୍ଟର, ସର୍ଭିସ୍ ସେକ୍ଟର, ଅଫିସ୍ ୱାର୍କ, କମ୍ୟୁନିକେସନ୍ ରିଲେଟେଡ୍ ଜବ୍ରେ ସଫଳତା ରହିଛି। ଏପ୍ରିଲ 11 ପରେ ସପ୍ତମ ଭାବରେ ବୁଧ ରହିବେ। ସପ୍ତମ ସ୍ଥାନରେ ବୁଧ, ଶନି, ମଙ୍ଗଳ, ରବି କଞ୍ଜକ୍ସନ୍ ହେବ। ଜବ୍ରେ ୱାର୍କ ପ୍ରେସର ବଢ଼ିପାରେ। ବସ୍ ବା କଲିଗଙ୍କ ସହ କେବେ କେବେ ଆର୍ଗୁମେଣ୍ଟ ମଧ୍ୟ ହୋଇପାରେ, କିନ୍ତୁ ପାର୍ଟନରସିପ୍ ଏବଂ ପବ୍ଲିକ୍ ଡିଲିଂସରେ ନୂଆ ଅବସର ମିଳିପାରେ। ପ୍ରାଇଭେଟ୍ ସେକ୍ଟରରେ ନୂଆ ପ୍ରୋଜେକ୍ଟ ବା ରେସ୍ପନ୍ସିବିଲିଟି ମିଳିପାରେ। ଯେଉଁମାନେ ଜବ୍ ଚେଞ୍ଜ କରିବା ପାଇଁ ଚାହୁଁଛନ୍ତି ଏପ୍ରିଲ ମଧ୍ୟଭାଗରୁ ଜବ୍ ଚେଞ୍ଜର ଅପରଚ୍ୟୁନିଟି ଆସିପାରେ। ଆଇଟି, ମାର୍କେଟିଂ, ମ୍ୟାନେଜମେଣ୍ଟ, କନସଲଟେନ୍ସି, କମ୍ୟୁନିକେସନ୍ ରିଲେଟେଡ୍ ଫିଲ୍ଡରେ ଗ୍ରୋଥ୍ ଭଲ ରହିଛି। ଯେଉଁମାନେ ଗଭର୍ଣ୍ଣମେଣ୍ଟ ଜବ୍ ପାଇଁ ଟ୍ରାଏ କରୁଛନ୍ତି ଟିକେ ଲେଟ୍ ହୋଇପାରେ। କମ୍ପିଟେଟିଭ୍ ଏକ୍ଜାମ୍ ପାଇଁ ପ୍ରିପାରେସନ୍ ଚାଲୁ ରଖିବା ଭଲ। ଏହି ମାସରେ ସିଲେକ୍ସନ୍ ପସିବିଲିଟି ଥିଲେ ମଧ୍ୟ ଡିଲେ ବା ପ୍ରୋସିଜିଓର ସ୍ଲୋ ହୋଇପାରେ। ଯେଉଁମାନଙ୍କର କୋଶ୍ଚିନ୍ ଅଛି କି ଏହି ମାସରେ ଜବ୍ ହେବ କି ନାହିଁ, ତେବେ ଏହି ଏପ୍ରିଲ 11 ପରେ ଇଣ୍ଟରଭ୍ୟୁ ବା ଅଫର୍ ଆସିପାରେ। ରେଫରେନ୍ସ ବା କଣ୍ଟାକ୍ଟ ଦ୍ୱାରା ଜବ୍ ଚାନ୍ସ ବଢ଼ିବ। ଏହି ମାସରେ କମ୍ୟୁନିକେସନ୍, ମିଡ଼ିଆ, ଆଇଟି, କମ୍ପ୍ୟୁଟର ରିଲେଟେଡ୍ ଜବ୍, ବିଜନେସ୍ ଡିଲିଂସ୍, ମାର୍କେଟିଂ, ଟିଚିଂ, ଆଡଭାଇଜରୀ, କନସଲଟେନ୍ସି ଆଦି କ୍ଷେତ୍ରରେ ଭଲ ଫାସିଲିଟି ରହିଛି। ଯେଉଁମାନେ ଏହି ବିଭାଗ ସହିତ ଇନଭଲ୍ଭ ସେମାନେ ବେନିଫିଟ୍ ପାଇବେ। ଓଭରଅଲ୍ କହିବାକୁ ଗଲେ କନ୍ୟା ରାଶି ପାଇଁ ଏହି ଏପ୍ରିଲ ମାସ ଜବ୍ କ୍ଷେତ୍ରରେ ମିଶ୍ରିତ କିନ୍ତୁ ପଜିଟିଭ୍ ରେଜଲ୍ଟ ମିଳିବ। ଏବେ ଆଲୋଚନା କରିବା ବିଜନେସ୍ ବିଷୟରେ। ସପ୍ତମ ଭାବ ବିଜନେସ୍ର ଭାବ। ସପ୍ତମାଧିପତି ବୃହସ୍ପତି ଅଛନ୍ତି ଦଶମ ଭାବରେ। ତେଣୁ ବିଜନେସ୍ରେ ଗ୍ରୋଥ୍, ରେପୁଟେସନ୍ ଏବଂ ଅପରଚ୍ୟୁନିଟି ବଢ଼ିବ। ସପ୍ତମ ଭାବରେ ମଙ୍ଗଳ, ରବି ଏବଂ ଶନି ରହିଥିବାରୁ କମ୍ପିଟିସନ୍, ପ୍ରେସର ଏବଂ ଡିସିସନ୍ ମେକିଂ ଟିକେ ସ୍ଲୋ ହୋଇପାରେ। ଏପ୍ରିଲ 11 ପରେ ବାଣିଜ୍ୟକାରକ ବୁଧ ମଧ୍ୟ ସପ୍ତମ ଭାବରେ ଆସିବାରୁ କମ୍ୟୁନିକେସନ୍ ଡିଲ୍, କଣ୍ଟ୍ରାକ୍ଟ ଏବଂ ବିଜନେସ୍ ପ୍ଲାନିଂ ଭଲ ହେବ। ଏହି ମାସରେ ବିଜନେସ୍ରେ ୱାର୍କଲୋଡ୍ ଏବଂ ରେସ୍ପନ୍ସିବିଲିଟି ବଢ଼ିବ। ଷ୍ଟାର୍ଟିଂରୁ ଟିକେ ଟେନସନ୍ ରହିବ, କିନ୍ତୁ ମାସର ମଧ୍ୟମ ଭାଗ ଓ ଶେଷ ଭାଗରେ ଗ୍ରୋଥ୍ ଏବଂ ପ୍ରଫିଟ୍ର ଚାନ୍ସ ବି ରହିଛି। ନୂଆ କ୍ଲାଏଣ୍ଟ ବା ପ୍ରୋଜେକ୍ଟ ମିଳିବାର ଯୋଗ ରହିଛି। ସପ୍ତମ ଭାବରେ ଅନେକ ଗ୍ରହ ରହିଥିବାରୁ ପାର୍ଟନରସିପ୍ ବିଜନେସ୍ରେ କିଛି ସତର୍କତା ରହିବା ଦରକାର। ପାର୍ଟନରଙ୍କ ସହିତ ମିସ୍ଅଣ୍ଡରଷ୍ଟାଣ୍ଡିଂ, ଆର୍ଗୁମେଣ୍ଟ ହୋଇପାରେ। ଯଦି କମ୍ୟୁନିକେସନ୍ ଭଲ ରଖିବେ, ଡିଲିଂସ୍ ଭଲ ରଖିବେ, ତେବେ ପାର୍ଟନରସିପ୍ ପ୍ରଫିଟ୍ ଦେଇପାରେ। କଣ୍ଟ୍ରାକ୍ଟ ବା ଏଗ୍ରିମେଣ୍ଟ ଲିଖିତ ଭାବରେ ରଖିବା ଆବଶ୍ୟକ। ମଙ୍ଗଳ ହେଉଛନ୍ତି ଅଷ୍ଟମାଧିପତି। ସପ୍ତମରେ ଥିବାରୁ ସଡନ୍ ଏକ୍ସପେନ୍ସେସ୍ ମଧ୍ୟ ଦେଖାଉଛି, କିନ୍ତୁ ସପ୍ତମାଧିପତି ବୃହସ୍ପତି ଦଶମ କେନ୍ଦ୍ରରେ ଥିବାରୁ ଶେଷରେ ପ୍ରଫିଟ୍ ହେବାର ଚାନ୍ସ ଅଧିକ ରହିଛି। ବଡ଼ ଇନଭେଷ୍ଟମେଣ୍ଟ କରିବା ପୂର୍ବରୁ ପ୍ଲାନିଂ ଦରକାର। ଏପ୍ରିଲ 15 ପରେ ଇନଭେଷ୍ଟ କରିଲେ ଲାଭ ମିଳିବ। ରିସ୍କ ଇନଭେଷ୍ଟମେଣ୍ଟରୁ ଦୂରେଇ ରହିବା ଭଲ। ଏହି ସମୟରେ ବିଜନେସ୍ ଏକ୍ସପାନ୍ସନ୍ ପାଇଁ ପ୍ଲାନିଂ ହୋଇପାରେ। ନୂଆ ବ୍ରାଞ୍ଚ ବା ନ୍ୟୁ ପ୍ରଡ଼କ୍ଟ ଲଞ୍ଚ ପାଇଁ ମାସର ଶେଷ ଭାଗ ଭଲ ରହିବ। ବୃହସ୍ପତି ଦଶମରେ ଥିବାରୁ ଲଙ୍ଗ୍ ଟର୍ମ ଗ୍ରୋଥର ସମ୍ଭାବନା ଅଛି। ଯେଉଁମାନେ କନଷ୍ଟ୍ରକ୍ସନ୍, ଲ୍ୟାଣ୍ଡ, ପ୍ରପର୍ଟି ରିଲେଟେଡ୍ ବିଜନେସ୍ କରୁଛନ୍ତି, ମେସିନାରୀ, ଟେକ୍ନିକାଲ ୱାର୍କ, ଏଜୁକେସନ୍ ରିଲେଟେଡ୍ ବିଜନେସ୍, କୋଚିଂ, ମାର୍କେଟିଂ, ଅନଲାଇନ୍ ବିଜନେସ୍, କମ୍ୟୁନିକେସନ୍, ଆଇରନ୍ ଆଣ୍ଡ ଷ୍ଟିଲ୍ ବିଜନେସ୍, ହାର୍ଡ଼ୱେୟାର, ଅଟୋମୋବାଇଲ୍ ରିଲେଟେଡ୍ ବିଜନେସ୍ କରୁଛନ୍ତି, ସେମାନେ ଏହି ମାସରେ ଅଧିକ ଲାଭବାନ ହେବେ। ଓଭରଅଲ୍ ଯଦି କହିବି ଏହି ଏପ୍ରିଲ ମାସରେ କନ୍ୟା ରାଶି ପାଇଁ ବିଜନେସ୍ରେ ୱାର୍କଲୋଡ୍ ବଢ଼ିବ। ପାର୍ଟନରସିପ୍ ବିଜନେସ୍ରେ କେୟାରଫୁଲ୍ ରହିବା ଦରକାର। ସ୍ଲୋ ପ୍ରଫିଟ୍ କିନ୍ତୁ ଗ୍ରୋଥର ଚାନ୍ସ ଭଲ ରହିଛି। କନ୍ୟା ରାଶିର ଜାତକ ଜାତିକାମାନେ ପ୍ରତିକାର କ'ଣ କରିବେ? ଆପଣଙ୍କର ରାଶ୍ୟାଧିପତି ହେଲେ ବୁଧ। ବୁଧଙ୍କର ବୀଜ ମନ୍ତ୍ରକୁ ଜପ କରନ୍ତୁ। ମନ୍ତ୍ରଟି ହେଲା ଓಂ ବ୍ରାଂ ବ୍ରିଂ ବ୍ରୌଂ ସ ବୁଧାୟ ନମଃ। ଦୈନିକ ଏହି ମନ୍ତ୍ରକୁ 108 ଥର ଜପ କରନ୍ତୁ। ବିଷ୍ଣୁ ସହସ୍ର ନାମର ପାଠ କରନ୍ତୁ। ଏହି ଏପ୍ରିଲ ମାସରେ ଶନିର ପ୍ରଭାବ
କିଛି ଚାପ ଦେଇପାରେ। ତେଣୁ ଶନିଙ୍କୁ ରାଶି ତେଲର ଦୀପ ଦିଅନ୍ତୁ, କଳା ତିଳ ଦାନ କରନ୍ତୁ ଏବଂ ଶନିଙ୍କର ମନ୍ତ୍ରକୁ ଜପ କରନ୍ତୁ। ମନ୍ତ୍ରଟି ହେଲା ଓଂ ସଂ ଶନିଶ୍ଚରାୟ ନମଃ। ଏହି ମନ୍ତ୍ରକୁ 21 ଥର ପ୍ରତ୍ୟେକ ଶନିବାର ଦିନ ଜପ କରନ୍ତୁ। ତା ସହିତ ହନୁମାନ ଚାଳିଶାର ପାଠ କରନ୍ତୁ, ଆପଣଙ୍କ ପାଇଁ ଶୁଭ ରହିବ। ବନ୍ଧୁଗଣ, ଏହା ଥିଲା କନ୍ୟା ରାଶିର ଏପ୍ରିଲ ମାସର ମାସିକ ରାଶିଫଳ ବିଷୟରେ ଆଲୋଚନା। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଲାଇକ୍, କମେଣ୍ଟ, ସେୟାର କରିବା ପାଇଁ ଜମାରୁ ବି ଭୁଲିବେ ନାହିଁ। ପୁଣି ଆସିବି ଆଉ ଏକ ନୂଆ ଅଧ୍ୟାୟକୁ ନେଇ। ସେ ପର୍ଯ୍ୟନ୍ତ ରହୁଛି ନମସ୍କାର।